ଗ୍ରୀଷ୍ମରେ ତାଣ୍ଡବ କରୁଛି କାଳବୈଶାଖୀ। ଉଜାଡ଼ି ଦେଉଛି ଧନଜୀବନ, ଅସ୍ତବ୍ୟସ୍ତ କରିଦେଉଛି ସାଧାରଣ ଜନଜୀବନ। କେଉଁଠି ଘର ଉଡ଼େଇ ନେଉଛି ତ କେଉଁଠି ଦୋକାନ ବଜାର, ହୋଟେଲ କାନ୍ଥବାଡ଼ ଭାଙ୍ଗି ଦେଉଛି, ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ଯୋଗୁଁ ଗାଁ ପାଲଟୁଛି ଅନ୍ଧକାର। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ମହାତାଣ୍ଡବ ଦେଖିବାକୁ ମିଳିଛି। ଛାରଖାର ହୋଇଯାଇଛି ସମ୍ପୂର୍ଣ୍ଣ ଗାଁ। କଙ୍କଡ଼ାହାଡ଼ ବ୍ଲକର ରାଇବୋଲ ଗାଁ କାଳବୈଶାଖୀ ପ୍ରଭାବରେ ବେଶ୍ ପ୍ରଭାବିତ ହୋଇଛି। ଗାଁରେ ବିଦ୍ୟୁତ୍ ଛିନ୍ନ ହୋଇଯାଇଥିବା ବେଳେ ସ୍କୁଲ କାନ୍ଥ ଓ ଲୋକଙ୍କ ଘରଦ୍ୱାର ଉଡ଼େଇ ନେଇଛି। ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବଜ୍ରାଘାତ ଯୋଗୁଁ ଗାଁର ହୃଷିକେଶ ସାହୁଙ୍କ ମୃତ୍ୟୁ ଘଟିଛି। ସେହିପରି ଭୁବନ ପଳାଶ ପିଠିଆ ଗାଁ ସ୍ଥିତ ମାନସ ମହାପାତ୍ରଙ୍କ ଢାବା ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ମୋରଗାଁ ଗାଁରେ ଘରଦ୍ୱାର ଭାଙ୍ଗି ଛିନ୍ନଛତ୍ର ହୋଇଯାଇଛି। ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ତୁମୁସିଙ୍ଗା ଥାନା କୋଟଗରା ଗାଁରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଅନେକ ଲୋକଙ୍କ ଘର ଓ ଫାର୍ମ ହାଉସ୍ ନଷ୍ଟ ହୋଇଯାଇଛି। ଜଗନ୍ନାଥପୁର ଗାଁରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କାଳବୈଶାଖୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକର ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମଧ୍ୟ ସଜାଗ ରହିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ରାସ୍ତାରେ ପଡ଼ି ରହିଛି। ଅଗ୍ନିଶମ କର୍ମଚାରୀମାନେ ସେଗୁଡ଼ିକୁ କାଟିବା ସହ ରାସ୍ତା ସଫା କରୁଛନ୍ତି। ଶରତ କୁମାର ସାହୁ, ସ୍ଥାୟୀ ବାସିନ୍ଦା। ଏମିତି କ'ଣ ହେଲା, ମାନେ ଯେମିତି ଘୂର୍ଣ୍ଣିବଳୟଟା ମାଡ଼ି ଆସିଲା, ବହୁତ ଲୋକଙ୍କର ଘର ଦ୍ୱାର ଗଛ ବୃକ୍ଷ ବହୁତ ନଷ୍ଟ ହେଇଯାଇଛି। ଏମିତିକି ଆମେ ଚାହୁଁ ଗୋଟେ ଲୋକ ମାନେ ବଜ୍ରାଘାତରେ ଘରକୁ ଯିବା ପୂର୍ବରୁ ବଜ୍ରାଘାତ ତା ଜୀବନ ବି ଚାଲିଗଲା। ତେଣୁ ଭଗବାନ କରନ୍ତୁ ନ କରନ୍ତୁ, ଏମିତି ଅନ୍ୟ କୋଉଠି ନ ହଉ। ଆମେ ତାକୁ ଧୈର୍ଯ୍ୟର ସହ ବି ସହିପାଇଲୁନି। ଆଉ ଆମ ଗାଁରେ ମେନ୍ ଯୋଉ 12 କେବି ଆସିଛି, 8-10ଟା ଖୁଣ୍ଟି ଉପୁଡ଼ି ଯାଇଛି। ଗାଁ ମଝିରୁ ବି 3-4ଟା ଖୁଣ୍ଟି ଭାଙ୍ଗିଛି। ଏମିତିକି ରାସ୍ତା ବନ୍ଦ ହେଇଯାଇଥିଲା। ରାତି ଓଡ୍ରାଫ ଆସିକିରି ତାକୁ କାଟିକି ରାସ୍ତା ଫିଟେଇଛନ୍ତି। ଏଇ ତ ପବନ ହବା ଦ୍ୱାରା ଘରଟା ପୁରା ପେଲି ଦେଇଛି। ଆଉ ପତ୍ର ଯୋଉରା ପତ୍ର ସବୁ ଫିଲ୍ଡରେ ଶୁଖୁଛି, ସେ ପତ୍ର ବି ବର୍ଷାକୁ ସବୁ ତିନ୍ତି ତିନ୍ତାକିରି ଉଡା ନେଇଛି ଆଉ ପବନକୁ। ଆଉ ଏଇ ତ କାଳବୈଶାଖୀରେ ଦୁନିଆ ଗଛପତ୍ର ବି ରାସ୍ତାଘାଟରେ ସବୁ ପଡ଼ିଛି। କାମାକ୍ଷାନଗର ନିକଟ 53 ନମ୍ବର ଜାତୀୟ ରାଜପଥ ଉପରେ ଏକ ଦୂରତା ଫଳକ ଭାଙ୍ଗି ପଡ଼ିଯିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ଏହାର ସୁପରିଚାଳନା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଗଲେ ଲୋକମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମୋ ନାଁ ଚୁବନ ପ୍ରଧାନ। ମୁଁ ଏଠି ମୁନିଛି। ଘର ପେଲି ଦେଇଛି ପବନରେ। ଆଉ ପତ୍ର ତ ଶୁଖିଛି, ସେ ସବୁ ଉଡେଇ ନେଇଛି। ଘର ତ ପେଲି ଦେଇକି ଶୋଇଯାଇ ପଡିଛି। ଆଉ କିଛି ପବନ ହେଲେ ପେଲି ଦେବ। ଆଉ ତ ଅକସ୍ମାତ ଆସିଲା ଘୂର୍ଣ୍ଣିଝଡ଼, ଆସିକିରି ତ ଲାଇନ ଖୁଣ୍ଟି, ଆଜବେଷ୍ଟ, ଗଛ କିଛି ଭାଙ୍ଗିଛି। ଘର ବି ଲୋକଙ୍କର ଚାଳ ଘର କିଛି ଭାଙ୍ଗି ଯାଇଛି। ଆଉ ଜଣେ ଲୋକ ବି ବଜ୍ରାଘାତରେ ତାର ପ୍ରାଣ ଚାଲି ଯାଇଛି। ତେଣୁ ସରକାରଙ୍କୁ ନିବେଦନ କରାହଉଛି, ଲୋକଙ୍କୁ ବି ସର୍ଚ୍ଚ କରିକିରି ଲୋକ ଯାହା ପାଇବା କଥା ତାଙ୍କୁ ପ୍ରାପ୍ୟ ମିଳିଲେ ଭଲ ହୁଅନ୍ତା। ଏଇଟା ଆମର ସରକାରଙ୍କ ପାଖରେ ଅନୁରୋଧ। ଢେଙ୍କାନାଳରୁ ହରେକୃଷ୍ଣ ରାଉତଙ୍କ ରିପୋର୍ଟ, ଖବର ଓଡ଼ିଶା।